ଯାତ୍ରାର ଏନ୍ତୁଡ଼ିଶାଳ କହିଲେ ଖଣ୍ଡଗିରି କହିଲେ ଅତ୍ୟୁକ୍ତି ହେବନି। କାହିଁକିନା ଆପଣ ଦେଖନ୍ତୁ ଓଡ଼ିଶାରେ ଯେତେ ଯେଉଁଠି ଯାତ୍ରା ପଡ଼ୁ ଖଣ୍ଡଗିରି ଯାତ୍ରା ଟିକେ ପ୍ରତ୍ୟେକ ଦର୍ଶକ ପ୍ରତି ଉତ୍ସୁକତା ଥାଏ ଏବଂ ଖଣ୍ଡଗିରି ଯାତ୍ରାଟାକୁ ସମସ୍ତଙ୍କ ନଜରରେ ଖଣ୍ଡଗିରି ଯାତ୍ରାଟା ଥାଏ। ତେଣୁକରି ମୁଁ ଦେଖିଲି ଯଦି ଏଇଟା ନାଁଟା ମୁଁ ଦେଉଛି ଯେ ଅପେରା ଖଣ୍ଡଗିରି, ଏଇଟା ଲୋକମାନଙ୍କ ଦ୍ୱାରା ଆଦୃତ ହେବ ଏ କଥାଟା ମଧ୍ୟ ମୁଁ ଭାବିଲି। ଏବଂ ଦ୍ୱିତୀୟ କଥା ହେଲା ତ ଯେହେତୁ କଳାର ଏନ୍ତୁଡ଼ିଶାଳ, ଯାତ୍ରାର ଏନ୍ତୁଡ଼ିଶାଳ ହେଉଛି ଖଣ୍ଡଗିରି ଏବଂ ଖଣ୍ଡଗିରି ଐତିହ୍ୟ କଳା ସଂସ୍କୃତିର ଜାଗା। ତେଣୁକରି ସେଥିପାଇଁ ମୁଁ ଏଥରକ ଏ ଅପେରା ନାଁଟି ଅପେରା ଖଣ୍ଡଗିରି ଦେବା ପାଇଁ ମୁଁ ଚିନ୍ତା କଲି ଏବଂ ଯେହେତୁ ମୁଁ ଖଣ୍ଡଗିରି ମାଟିରେ ଜନ୍ମ, ଖଣ୍ଡଗିରିରେ ମୋ ଘର, ମୁଁ ତେଣୁକରି ଭାବିଲି କି ଏତେ ସୁନ୍ଦର ଜାଗାର ନାଁଟା ଯେଉଁଟାକୁ ଓଡ଼ିଶା ସାରା ଲୋକ ଜାଣିଛନ୍ତି, ଯେଉଁଟା ଲୋକଙ୍କ ସାଙ୍ଗରେ ଆଦୃତ ହେଇପାରିବ, ତେଣୁକରି ମୁଁ ଅପେରା ଖଣ୍ଡଗିରି ନାଁଟି ତାକୁ ନିଶ୍ଚିତ ଭାବରେ ଆମେ ସମସ୍ତେ ଆଜି ଖୁସି। ବହୁତ କଷ୍ଟ ଭିତରେ ଆମେ ବର୍ତ୍ତମାନ 3 ମାସ 4 ମାସ ହେଲାଣି ପାର୍ଟିଟା ତିଆରି କରିବା ପାଇଁ ସମସ୍ତେ, ଇଭିନ୍ କି ମ୍ୟାନେଜର, ମୋର କଳାକାର ବନ୍ଧୁମାନେ ଏବଂ ମୁଁ ସମସ୍ତଙ୍କ ପ୍ରଚେଷ୍ଟାରେ ଆଜି ତାର ପୂର୍ଣ୍ଣ ରୂପ ଦେବାକୁ ଯାଉଛି ଅପେରା ଖଣ୍ଡଗିରି। ଆଜି ତାର ଆଖଡ଼ା ଶୁଭାରମ୍ଭ ଆଜି। ତେଣୁକରି ଆଜି ମା ଶାରଳାଙ୍କର ଆଶୀର୍ବାଦ ଏବଂ ମା ବାରଭୋଜୀଙ୍କ ଆଶୀର୍ବାଦ, ମା ମଙ୍ଗଳାଙ୍କର ଆଶୀର୍ବାଦ ନେଇ ତାଙ୍କର ଆଜ୍ଞା ମାଳ ଆଜି ଆସିକି ବର୍ତ୍ତମାନ ଆଖଡ଼ା ପୂଜା ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଆଗାମୀ ଦିନରେ ମୁଁ ମଧ୍ୟ ଆଶାବାଦୀ ମୋର ଯେତିକି କଳାକାର ବନ୍ଧୁମାନେ ଅଛନ୍ତି ସମସ୍ତେ ସୁରୁଖୁରୁରେ ଏ ପାର୍ଟିଟିକି ଚଲେଇବେ ଏବଂ ନାଟକ ଯାହା ଆମେ କରିଛୁ, ପପୁ ବ୍ରହ୍ମଙ୍କର ପ୍ରଥମ ନାଟକ ଆଜି ରିହର୍ସାଲ ଆରମ୍ଭ ହେବ, ତତେ ବୁଲେଇ ନେବି ଖଣ୍ଡଗିରି। ଆପଣମାନେ ଦେଖିବେ ସେ ଗୋଟେ ଭିନ୍ନ ପ୍ରକାରର ଭିନ୍ନ ସ୍ୱାଦର କାହାଣୀଟିଏ ହେଇଛି। ମୁଁ ଆଶା କରୁଛି ସେ କାହାଣୀଟି ନିଶ୍ଚିତ ଭାବରେ ସବୁ ମାନେ ଦର୍ଶକମାନଙ୍କର ମନକୁ କିଣିବ ଏବଂ ବହୁତ ସଫଳତା ସହକାରେ ଏ ନାଟକଟି ଚାଲିବ ବୋଲି ମୁଁ ଆଶା ବ୍ୟକ୍ତ କରୁଛି। ଆଜି ଏବେ ଦର୍ଶକ ଥିଲେ, କମିଟି ବି ମେମ୍ବର ଥିଲେ, ଏବେ ଯାତ୍ରା ପ୍ରଯୋଜକ, ଗୋଟେ ଲମ୍ବା ଅନୁଭୂତି ତାକୁ ନେଇକି ଦର୍ଶକଙ୍କ ପାଖରେ ଉପସ୍ଥାପନା କରିବେ। ନିଶ୍ଚିତ ଭାବରେ ମୁଁ ତ ମାନେ ନିଜେ ମଧ୍ୟ ଆଗରୁ କଳା ପରିବେଷଣ କରୁଥିଲି ବିଭିନ୍ନ ମାନେ ଆମ କ୍ଲବର ନାଟକ ଫାଟକ କରେ ଏବଂ ନିଜେ ମଧ୍ୟ ଖଣ୍ଡଗିରିରେ ଆମର କମିଟି ମଧ୍ୟ କରିଥାଉ। ପ୍ରତ୍ୟେକ ବର୍ଷ ଯାତ୍ରା ଯେତିକି ଦିନ ଚାଲେ ଖଣ୍ଡଗିରି ଯାତ୍ରାରେ ବୋଧେ 12 ଦିନ ଯାକ ହିଁ ମୁଁ ଯାତ୍ରା ଦେଖେ, 12 ଦିନ ଯାକ ଯାତ୍ରା ପଡ଼ିଆରେ ହିଁ ମୁଁ ଥାଏ। ତେଣୁକରି ଯାତ୍ରା ପ୍ରତି ମୋର ଟିକେ ଦୁର୍ବଳତା ଥିଲା ନିଶ୍ଚିତ ଭାବରେ ଆଗରୁ। କଳା ପ୍ରେମୀ ଜଣେ ନିଶ୍ଚିତ ଭାବରେ ମୋତେ ଟିକେ ମାନେ କଳାକାରମାନଙ୍କୁ ଦେଖିଲେ ମୋତେ ଖୁସି ଲାଗେ ଏବଂ ନିଜେ ମଧ୍ୟ ଯେତେବେଳେ ମୁଁ ଯାତ୍ରା ମୋତେ ବହୁତ ଭଲ ଲାଗେ ଯାତ୍ରା ଦେଖିବା ପାଇଁ। ତେଣୁକରି ଗୋଟେ ଇଚ୍ଛା ଥିଲା ଜୀବନରେ ଗୋଟେ ଅପେରା ପାର୍ଟିଟେ କରିବା ପାଇଁ, ଆଉ ସେଇଟା ମଧ୍ୟ ଆଜି ସମ୍ଭବ ହେବାକୁ ଯାଉଛି। ନିଶ୍ଚିତ ଭାବରେ ଭଲ ପାର୍ଟିଟେ ହେବ ବୋଲି ମୁଁ ଆଶା ରଖିଛି। ନିଜ ପ୍ରଚେଷ୍ଟା ଯେତିକି ରହିଛି ଏବଂ ମୋ କଳାକାରମାନେ ଯେତିକି ମୋ ସହିତ କୋଅପରେଟିଭ୍ ଅଛନ୍ତି, ମୋର ଯିଏ ପରିଚାଳକ ଅଛନ୍ତି ସେ ବି ବହୁତ ଭଲ ଜଣେ ପରିଚାଳକ। ଠିକ୍ଠାକ୍ ହେବ, ପାର୍ଟି ଠିକ୍ଠାକ୍ ସବୁ ଚାଲିବ ବୋଲି ମୁଁ ଆଶା। ସବୁ ପାର୍ଟିର ନାଁ ମୁଁ ତ ଜାଣିଛି, କେଉଁଟା ତୁଳସୀ ହେଇଛି, କେଉଁଟା ଧଉଳି ହେଇଛି, କେଉଁଟା କୋଣାର୍କ ହେଇଛି, କେଉଁଟା ରାଜଦରବାର ହେଇଛି, କେଉଁଟା ସିଂହବାହିନୀ ହେଇଛି। କିନ୍ତୁ ମୁଁ ତା ଭିତରେ ବସିକି ଚିନ୍ତା କଲି, ଯେତେବେଳେ ଗୋଟେ ଯାତ୍ରା ପାର୍ଟି କରିବାର ପରିକଳ୍ପନା କରାଗଲା ସେତେବେଳେ ମୁଁ ଚିନ୍ତା କଲି ଯେ ଯାତ୍ରାର ଏନ୍ତୁଡ଼ିଶାଳ କହିଲେ ଖଣ୍ଡଗିରି କହିଲେ ଅତ୍ୟୁକ୍ତି ହେବନି। କାହିଁକିନା ଆପଣ ଦେଖନ୍ତୁ ଓଡ଼ିଶାରେ ଯେତେ ଯେଉଁଠି ଯାତ୍ରା ପଡ଼ୁ ଖଣ୍ଡଗିରି ଯାତ୍ରା ଟିକେ ପ୍ରତ୍ୟେକ ଦର୍ଶକ ପ୍ରତି ଉତ୍ସୁକତା ଥାଏ ଏବଂ ଖଣ୍ଡଗିରି ଯାତ୍ରାଟାକୁ ସମସ୍ତଙ୍କ ନଜରରେ ଖଣ୍ଡଗିରି ଯାତ୍ରାଟା ଥାଏ। ତେଣୁକରି ମୁଁ ଦେଖିଲି ଯଦି ଏଇଟା ନାଁଟା ମୁଁ ଦେଉଛି ଯେ ଅପେରା ଖଣ୍ଡଗିରି, ଏଇଟା ଲୋକମାନଙ୍କ ଦ୍ୱାରା ଆଦୃତ ହେବ ଏ କଥାଟା ମଧ୍ୟ ମୁଁ ଭାବିଲି। ଏବଂ ଦ୍ୱିତୀୟ କଥା ହେଲା ତ ଯେହେତୁ କଳାର ଏନ୍ତୁଡ଼ିଶାଳ, ଯାତ୍ରାର ଏନ୍ତୁଡ଼ିଶାଳ ହେଉଛି ଖଣ୍ଡଗିରି ଏବଂ ଖଣ୍ଡଗିରି ଐତିହ୍ୟ କଳା ସଂସ୍କୃତିର ଜାଗା। ତେଣୁକରି ସେଥିପାଇଁ ମୁଁ ଏଥରକ ଏ ଅପେରା ନାଁଟି ଅପେରା ଖଣ୍ଡଗିରି ଦେବା ପାଇଁ ମୁଁ ଚିନ୍ତା କଲି ଏବଂ ଯେହେତୁ ମୁଁ ଖଣ୍ଡଗିରି ମାଟିରେ ଜନ୍ମ, ଖଣ୍ଡଗିରିରେ ମୋ ଘର, ମୁଁ ତେଣୁକରି ଭାବିଲି କି ଏତେ ସୁନ୍ଦର ଜାଗାର ନାଁଟା ଯେଉଁଟାକୁ ଓଡ଼ିଶା ସାରା ଲୋକ ଜାଣିଛନ୍ତି, ଯେଉଁଟା ଲୋକଙ୍କ ସାଙ୍ଗରେ ଆଦୃତ ହେଇପାରିବ, ତେଣୁକରି ମୁଁ ଅପେରା ଖଣ୍ଡଗିରି ନାଁଟି ତାକୁ ନିଶ୍ଚିତ ଭାବରେ
निश्चित भाव में ओडिशार जेते यात्रा प्रेमी दर्शक अच्छा मु आशावादी निश्चित भाव में ये खंडगिरी अपेरा को समस्त आशीर्वाद रहिबो समस्ते आमको आशीर्वाद करेंगे एवं प्रत्येक नाटक आम निज प्रत्यक्ष तत्वावधान में मु बसिकी प्रत्येक राइटर सहित मु आलोचना करुच्ची नाटकर कहानीटा कौन हम ए सीन पर ए सीन कहानीटा कौन हम प्रत्येक जिनस को आम बसिकी तर्जमा करी नाटक गुड़िक होती निश्चित भाव में आज्ञा नुआ पार्टी यहाँ सत कथा किंतु जितेबाला ये प्रचार ये यात्रा मैदान को बाहर आपण मैंने निश्चित भाव में देखिए दर्शक मैंने खंडगिरी अपेरा को निश्चित भाव में आशीर्वाद करेंगे कलाकार हिसाब से यात्रा प्रयोजक हिसाब खंडगिरी निज स्थान बजाय रखिबे आशा निश्चित भाव में खंडगिरी अपेरा तो जेहेतु खंडगिरी माटीर पार्टी तेणुक खंडगिरी निहाती এটা বোধ লিଙ୍ଗା ବାବୁ ଆମର ପରିକଳ୍ପନା ହେଇଥିଲା ଖଣ୍ଡଗିରିରେ ମନେ ଅଛି ସନ୍ତୋଷ ଭାଇ ଆମେ ସବୁ ଗୋଟେ ଜାଗାରେ ବସିକି ଚାହା ପିଉଥିଲେ ହଁ। ସେଠୁ ବୋଧେ ଏଇ ପରିକଳ୍ପନାଟା ଆରମ୍ଭ ହେଇଥିଲା ମତେ ଅନୁମାନ କରାଯାଉଛି ଯାହା ସନ୍ତୋଷ ଭାଇ ହେରିକା ଆମେ ବସିକି ଗୋଟେ ଜାଗାରେ ଚାହା ପିଉଥିଲେ हाँ ସେଇଠୁ ବୋଧେ ଏଇ ଯୋଉ अपेरा खंडगिरी कथा सेबे आमे बसिकी आलोचना करथिले सेही दिन ठारू भी मो मुंडरे थिला जदि अपेरा पार्टी गोटे करी ताहले तार ना दिया जीवो अपेरा खंडगिरी जो नाटा कि सारा ओडिशा रे समस्त यात्रा प्रेमी ए नाटी की जानिचंती तेणु खंडगिरी कहले काहाकू अबुझा पड़िबनी अचिन्हा पड़िबनी तेणु करी माने चिन्हा जणा हबा पई ए पार्टी रो ना अपेरा खंडगिरी दिया जाइछि।